ମୋ ସହିତ ଆପଣ ମାନେ ଦ୍ୱିତୀୟ ତିମୋଥୀ 3 ଅଧ୍ୟାୟକୁ ଆସିବେ। ଦ୍ୱିତୀୟ ତିମୋଥୀ 3 ଅଧ୍ୟାୟ 12 ପଦରେ ଲେଖାଯାଏ, ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି ସେମାନେ ତାଳନା ଭୋଗ କରିବେ। ପ୍ରିୟ ଭାଇ ଭଉଣୀ ମାନେ, ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ପବିତ୍ର ହେବା ପାଇଁ ଚାହାନ୍ତି, ଧର୍ମ ଜୀବନ ଯାପନ କରିବା ପାଇଁ ଚାହାନ୍ତି, ସଂକୀର୍ଣ୍ଣ ପଥ ଦେଇ ଚାଲିବା ପାଇଁ ଚାହାନ୍ତି, ସେମାନେ ତାଳନା ଭୋଗ କରିବେ। ଏହି ପ୍ରକାର ପ୍ରଚାରକ, ଏହି ପ୍ରକାର ବକ୍ତା ମାନଙ୍କୁ ଆଜି ଖ୍ରୀଷ୍ଟିଆନ ସମାଜରେ ଅନେକ ଭାଇ ଭଉଣୀ ମାନେ ପସନ୍ଦ କରନ୍ତି ନାହିଁ। କିନ୍ତୁ ସେମାନଙ୍କୁ ସେମାନେ ପସନ୍ଦ କରନ୍ତି ଯେଉଁମାନେ କହନ୍ତି କି ତୁମେ ଖ୍ରୀଷ୍ଟଙ୍କ ଠାରେ ଆସ, ତୁମର ଦୁଃଖ ଘୁଞ୍ଚିଯିବ, ଅଭାବ ରହିବ ନାହିଁ, ଦୁଃଖ ନାହିଁ, ନିନ୍ଦା ନାହିଁ, ତାଳନା ନାହିଁ। ଏହି ପ୍ରକାର କଥା ଗୁଡ଼ିକ ଯେଉଁମାନେ ପ୍ରଚାର କରନ୍ତି ସେମାନଙ୍କୁ ସେମାନେ ପସନ୍ଦ କରନ୍ତି। ତୁମେ ଖ୍ରୀଷ୍ଟଙ୍କ ଠାରେ ଆସ, ତୁମର ସମ୍ପତ୍ତି ବଢିଯିବ, ଘର ଉପରେ ଘର ବାନ୍ଧିବ, ଦୁଃଖ ଆଉ ରହିବ ନାହିଁ। ଏହି ଯୋଉ ମିଥ୍ୟା କଥା ଗୁଡ଼ିକ, ଏହା ଲୋକମାନେ ଏହି ଶିକ୍ଷାକୁ ଗ୍ରହଣ କରୁଛନ୍ତି ଆଉ ଏ ପ୍ରକାର ବକ୍ତା ମାନଙ୍କର ଭକ୍ତ ହେଇଯାଇଛନ୍ତି, ଏ ପ୍ରକାର ପ୍ରଚାରକ ମାନଙ୍କର ଭକ୍ତ ସେମାନେ ହେଇଯାଇଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱରଙ୍କର ବାକ୍ୟ କହେ ଏହି ସତ୍ୟ ବାକ୍ୟକୁ ପ୍ରଚାର କରୁଥିବା ଦାସ ମାନଙ୍କୁ ଆଜି ଖ୍ରୀଷ୍ଟିଆନ ସମାଜରେ ସେମାନେ ପସନ୍ଦ କରନ୍ତି ନାହିଁ। ଆପଣ କାହାକୁ ପସନ୍ଦ କରନ୍ତି ଏହା ମୁଁ କହିବା ପାଇଁ ଚାହେଁ। ଆପଣ କାହାକୁ ପସନ୍ଦ କରନ୍ତି? ଈଶ୍ୱରଙ୍କ ବାକ୍ୟକୁ ନା ମନୁଷ୍ୟ ମାନଙ୍କର ଜ୍ଞାନ ବୁଦ୍ଧିକୁ? ଆପଣ କାହାକୁ ପସନ୍ଦ କରନ୍ତି? ପ୍ରିୟ ଭାଇ ଭଉଣୀ ମାନେ, ବାଇବଲ କହେ ପ୍ରଭୁ ଆମ୍ଭମାନଙ୍କୁ ଯାହା ଲେଖି ଦେଇଛନ୍ତି ଯେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ରହି ଧର୍ମ ଜୀବନ ଯାପନ କରିବା ପାଇଁ ଚାହାନ୍ତି ସେମାନେ ତାଳନା ଭୋଗ କରିବେ। ମୁଁ କହିବା ପାଇଁ ଚାହେଁ ଏହି ଦିନ ମାନଙ୍କରେ ଦିନକୁ ଦିନ ତାଳନା ବଢୁଛି, ଆହୁରି ଆଗକୁ ମଧ୍ୟ ତାଳନା ବଢିବ। ଆଉ ଜଣେ ଖ୍ରୀଷ୍ଟିଆନ ତାଳନା ନିମନ୍ତେ ପ୍ରସ୍ତୁତ ହେବାର ଆବଶ୍ୟକ ରହିଛି, ତାଳନାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକ ରହିଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ସମୟରେ ଧରାପୃଷ୍ଠରେ ଥିଲେ ସେ ଯୋହନ ଲିଖିତ ସୁସମାଚାର 16 ଅଧ୍ୟାୟ 33 ପଦରେ କହିଲେ ଯେ ତୁମ୍ଭମାନଙ୍କ ନିମନ୍ତେ ଜଗତରେ କ୍ଲେଶ ଅଛି, କିନ୍ତୁ ମନୁଷ୍ୟମାନେ କହୁଛନ୍ତି ଯେ ଜଗତରେ ତୁମ ପାଇଁ କ୍ଲେଶ ନାହିଁ, ଦୁଃଖ ନାହିଁ, ଅଭାବ ନାହିଁ। ଆପଣ କାହା କଥା ବିଶ୍ୱାସ କରୁଛନ୍ତି? ଆପଣ ମନୁଷ୍ୟମାନଙ୍କ କଥା ବିଶ୍ୱାସ କରୁଛନ୍ତି ନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କଥାକୁ ବିଶ୍ୱାସ କରୁଛନ୍ତି? ଯୀଶୁ ଯଦି କହୁଛନ୍ତି ତାଳନା ଅଛି, ନିଶ୍ଚିତ ଭାବରେ ତାଳନା ରହିବ, ଦୁଃଖ ରହିବ। ସେ କେବଳ ତାଳନା ଅଛି କହିଲେ ତାହା ନୁହେଁ, ସେ କହିଲେ ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି, ମାତ୍ର ସାହସ ଧର, ଜଗତକୁ ମୁଁ ଜୟ କରିଛି। ପ୍ରିୟ ଭାଇ ଭଉଣୀ ମାନେ, ଖ୍ରୀଷ୍ଟିଆନ ଜୀବନ ଗୋଟେ ଦୁଃଖ ଦେଇ କ୍ଲେଶ ଦେଇ ଯିବା ଜୀବନ ଅଟେ। ଆଉ ଏହି କ୍ଷଣିକ ଦୁଃଖ ପରେ ପରମେଶ୍ୱର ଆମକୁ ଅନନ୍ତ କାଳର ସୁଖ ସେ ରଖିଛନ୍ତି। ସେଥିପାଇଁ ଆଜି ଆପଣ କାହାକୁ ପସନ୍ଦ କରନ୍ତି ମୁଁ କହିବା ପାଇଁ ଚାହେଁ। ଆପଣମାନେ ସେମାନଙ୍କର ଶିକ୍ଷା ଶୁଣନ୍ତୁ ଯେଉଁମାନେ ଆପଣମାନଙ୍କୁ ତାଳନା ପାଇଁ ପ୍ରସ୍ତୁତ କରୁଛନ୍ତି, ଯେଉଁମାନେ ଆପଣଙ୍କୁ ପବିତ୍ର ହେବାର ଶିକ୍ଷା ଦେଉଛନ୍ତି, ଯେଉଁମାନେ ତାଙ୍କର ଆଗମନକୁ ପ୍ରସ୍ତୁତ କଲା ଭଳି ପରାମର୍ଶ ଦେଉଛନ୍ତି, ଆପଣମାନେ ସେମାନଙ୍କର ଶିକ୍ଷା ଶୁଣନ୍ତୁ, ନିଜକୁ ସୁଧାରନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଦ୍ୱିତୀୟ ବିଷୟ କହିବା ପାଇଁ ଚାହେଁ, କେଉଁ ବକ୍ତା ମାନଙ୍କୁ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ପସନ୍ଦ କରନ୍ତି ନାହିଁ। ସେମାନଙ୍କ ମଧ୍ୟରୁ ଦ୍ୱିତୀୟ ବକ୍ତା ବା ଦ୍ୱିତୀୟ ଶିକ୍ଷକ ବା ଦ୍ୱିତୀୟ ପ୍ରଚାରକ ବୋଲି ମଧ୍ୟ ଆମେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆପଣମାନେ ପ୍ରେରିତ ପୁସ୍ତକ 2 ଅଧ୍ୟାୟକୁ ଆସିବେ। ପ୍ରେରିତ ପୁସ୍ତକ 2 ଅଧ୍ୟାୟ 40 ପଦ। ପୁଣି ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, ଏହି କୁଟିଳ ବଂଶ ଠାରୁ ଆପଣମାନେ ରକ୍ଷା ହୁଅନ୍ତୁ ବା ରକ୍ଷା ପାଆନ୍ତୁ ବା ପୃଥକ ହୁଅନ୍ତୁ। ପିତର ଯେଉଁ ସମୟରେ ପେଣ୍ଟିକୋଷ୍ଟ ଦିବସରେ ସେ ପ୍ରଚାର କରୁଥିଲେ, ସେହି ସମୟରେ ଅନେକ ଲୋକ ବା 3000 ଲୋକ ତାଙ୍କର ବାକ୍ୟକୁ ଗ୍ରହଣ କଲେ, ବାପ୍ତିଜିତ ହେଲେ। ତାପରେ ସେ ପରାମର୍ଶ ଦଉଛନ୍ତି, ଶିକ୍ଷା ଦଉଛନ୍ତି ଯେ ତୁମେ କଣ ହୁଅ, ଏଇ କୁଟିଳ ବଂଶ ଠାରୁ ତୁମେ ରକ୍ଷା ହୁଅ ବା ପୃଥକ ହୁଅ। ଆଜି ଖ୍ରୀଷ୍ଟିଆନ ସମାଜରେ ପୃଥକୀକୃତ ବିଷୟରେ ଯେଉଁମାନେ ପ୍ରଚାର କରୁଛନ୍ତି ସେହି ବକ୍ତା ମାନଙ୍କୁ ଅନେକ ଭାଇ ଭଉଣୀ ମାନେ ଗ୍ରହଣ କରନ୍ତି। ତୁମେ ପୃଥକ ହୁଅ, ପରମ୍ପରାରୁ ପୃଥକ ହୁଅ, ତୁମେ ଜଗତରୁ ପୃଥକ ହୁଅ, ଏହି କଥାକୁ ଅନେକ ଭାଇ ଭଉଣୀ ମାନେ ବିଶ୍ୱାସ କରନ୍ତି ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ପୃଥକ ନ ହେଲେ ସେ ଆମର ପରମେଶ୍ୱର ହେବେ ନାହିଁ, ସେ ଆମର ପ୍ରଭୁ ହେବେ ନାହିଁ। ଏହା ବାଇବଲ କହେ। ଯଦି ଆପଣମାନେ 2 କରନ୍ଥୀୟ 6 ଅଧ୍ୟାୟକୁ ଆସିବେ 17 ପଦରେ ଏହି ପ୍ରକାର ଲେଖାଯାଏ, ଏଣୁ ପ୍ରଭୁ ଏହା କହନ୍ତି, ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ, ପୁଣି ଆମ୍ଭେ ତୁମମାନଙ୍କୁ ଗ୍ରହଣ କରିବା।
से केतेबेले ग्रहण करिवे जेतेबेले आमे पृथक हेबा। आज अनेक भाई भणी माने से माने मंडली रे अछंती मानो से पृथक हेई नाहंती। कोन पृथक हेई नाहंती? आज मध्य निजर पुओ झियो को से माने कला दौड़ी बांधती, कला टुपा पिंधाती। आज मध्य से माने कोन करंती जे विभिन्न प्रकार ए जो उठाणी कार्यक्रम करती। आज मध्य से माने परिवार रे के मृत्युवरण कले से माने 3 दिनिया से क्रिया को करती, 10 दिनिया विभिन्न प्रकार बंधन से माने अछंती, पृथक हेई नाहंती। आ जो प्रचारक माने जो प्रभु को दास माने ए पृथकीकृत शिक्षा दियंती सेमान को से माने पसंद करंती नहीं। आपण काहा को पसंद करूचंती? प्रिय भाई भणी माने परंपरा को भांगीबार सेवा कार्य प्रभु यीशु ख्रीष्टंकर थिला। से वाक्य प्रचार करुथिले, सब विषय शिक्षा देउथिले, मात्र परंपरा विरुद्ध रे मध्ये से शिक्षा देउथिले। आज अनेक भाई भणी माने सेमानकर परंपरा को धरि बसिछंती। प्राचीन मानकर परंपरा जो सिंचा बाप्तिस्म, शिशु बाप्तिस्म, ये सब विषय बाइबल रो नुहे। आ जो माने एही संशोधन वाक्य ये पृथकीकृत वाक्य जो माने कहती से प्रकार वक्ता मान को से माने पसंद करते। प्रभु का नाम गौरव हो प्रिय भाई भणी माने। प्रभु आम अनुग्रह करंतु, आम निजक सुधारिबा, प्रभु निकट में आम फेरी आसवा। मु तृतीय विषय आपण मान कहबा पई चाहे, जो माने कि कौन करंती नाही से प्रकार वक्ता मान को पसंद करंती नाही, से माने किए मु आपण मान कहबा पई चाहे। से माथ्यू लिखित सुसमाचार 13 अध्याय को आसीबे। विश्वासी माने क्यों वक्ता मान को पसंद करंती ना, ए विषय आम कथबार्ता होउछु। माथ्यू लिखित सुसमाचार 13 अध्याय 57 पद लिखा जाए, आ से माने ताहांकटारे विघ्न पाइले, किंतु यीशु से मान को कहले, भाववादी निज पैतृक नगर और स्व परिवार बिना अन्य कौनसी ठारे हतादर हुअंती। ख्रिस्टियान समाज रो अनेक भाई भणी मान को आपण मान देखंतु, लक्ष्य करंतु, से माने गाँव प्रचारक मान को पसंद करते। प्रभु यीशु ख्रीष्ट जो नगर में प्रतिपालित हेले, नाजरित नगर में से रही नाजरित लोक माने तांगड़े विघ्न पाइले। ये तो आम गाँ पिला, ये कौन जानी और एते बुद्धि एते ज्ञान आसिले मध्य कौन हेबो, ये तो गाँ लोक। एई प्रकार नाजरित लोक मान को तांको भाबिले। प्रभु यीशु ख्रीष्ट तांको आखि आगे से पवित्र जीवन यापन करुछंती, से सिद्ध भाव में चलुचंती, तांकर शिक्षा मध्य आश्चर्य अटे, तथापि लोक माने आदर करू नाहंती, ग्रहण करू नाहंती। ख्रिस्टियान समाज रे निज गाँव निज अंचल वक्ता मान को सेमान पसंद करिवे नाही। सेमान को बाहर वक्ता दरकार। आखि आगे जो प्रभु को दास माने से माने परिश्रम करुचंती, सेवा करुचंती, पवित्र जीवन यापन करुचंती, अभिषेक रहिछि, सेमान को सेमाने पसंद करंती नाही। बाहर देशरु दरकार। से वक्ता से सिनेमा बाया ही थाउ, से वक्ता से वक्तार आत्मिक जीवन जेमिति थाउ ना काहेकि सेमान को अनेक भाई भणी माने पसंद करंती। काहेकि सेमान आसिले एमानकर इच्छा थिला बोली कथा सेमाने कहिबे, जोटा सुनिबा पई माने चाहुथिले सेटा सुनिबे, सेति पाई सेमाने पसंद करंती। एई सब वाक्य गुडी को आपण मान को भलो लागि न पारे, किंतु मु कहिबा पई चाहे आमे क्यों दासंगठर वाक्य शुणिबार अछि, क्यों वाक्य आम जीवन को सुजाड़ी पारे। प्रिय भाई भणी माने एटा आमे ध्यान देबार आवश्यक रहिछि। सेति पाई तृतीय विषय आमे देखुछु जे क्यों वक्ता मान को लोक मान पसंद करंती नाही। जो वक्ता माने जो प्रभु को दास माने आम गाँ रे रहउचंती, निज अंचल रहउचंती, सेमान को सम्मान नाही, आदर नाही, किछि नाही। एई दिन मान करे एहा आपण सुनिश्चित भाव में देखि पारुथिबे। आज दिन मान करे एई सब विषय घटुची। प्रिय भाई भणी माने मो शेष कथा आउ चतुर्थ कथा कहबा पई चाहे, क्यों मानकु क्यों वक्ता मानकु विश्वासी माने पसंद करंती नाही। बा हितोपदेश 12 अध्याय को आसीबे। हितोपदेश 12 अध्याय 1 पद लिखा जाए, जो लोक शासन भल पाए से ज्ञान भल पाए, मात्र जे अनुजोग घृणा करे से पशु तुले। स्थान मु कहबा पई चाहे, जो माने हमकु संशोधन वाक्य कहंती, जो वक्ता माने पाप को परित्याग कर बोली कहंती, सेमान को सेमान पसंद करंती नाही, पसंद करंती नाही। जो प्रभु को दास मान हमको अनुजोगर शिक्षा दियंती, पाप छाड़ भाई, परिवर्तन ही जाओ, नहले तुमे विनष्ट ही जीव। एही कथा जेतेबेले हमकु जो वक्ता मान हमकु कहंती, सेही कथा को
ଅନେକ ବିଶ୍ୱାସୀ ଭାଇ ଭଉଣୀ ମାନେ ସେଇ ବକ୍ତା ମାନଙ୍କୁ ସେମାନେ କଣ କରନ୍ତି, ରାଗି ଯାଆନ୍ତି। ଯଦି ଆପଣ ମାନେ ଲୁକ ଲିଖିତ ସୁସମାଚାର 13 ଅଧ୍ୟାୟକୁ ଆସିବେ, 13 ଅଧ୍ୟାୟ 3 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି, ମୁଁ ତୁମ୍ଭମାନଙ୍କୁ କହୁଅଛି ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେଇ ପ୍ରକାର ବିନଷ୍ଟ ହେବ। ଯେଉଁ ପ୍ରଚାରକ ମାନେ ମନ ପରିବର୍ତ୍ତନ କର ନହେଲେ ତୁମେ ନର୍କକୁ ପଳାଇବ, ନଷ୍ଟ ହେଇଯିବ, ବିନଷ୍ଟ ହେଇଯିବ, ଏହି କଥା ଯେତେବେଳେ କୁହାଯାଏ ସେମାନଙ୍କୁ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ପସନ୍ଦ କରନ୍ତି ନାହିଁ। ତୁମେ ପ୍ରାର୍ଥନା ଯାଇ ଯାଇ କାହିଁକି ତୁମେ ଅନ୍ୟ ସ୍ତ୍ରୀ ପଛରେ ଯାଉଛ ଭାଇ? ତୁମେ ପ୍ରଭୁରେ ରହି ରହି ତୁମେ ଆଉ କାହା ସହିତ କାହିଁକି କଥା ହଉଛ? ତୁମେ ଚର୍ଚ୍ଚରେ ରହି ରହି କାହିଁକି ମଦ ପିଉଛ? ଏହି ସଂଶୋଧନ ମୂଳକ ଶିକ୍ଷା ଯେତେବେଳେ ପ୍ରଚାରକ ମାନେ କହନ୍ତି, ପ୍ରଭୁଙ୍କ ଦାସ ମାନେ କହନ୍ତି, ଏହି ପ୍ରକାର ଦାସ ମାନଙ୍କୁ ଖ୍ରୀଷ୍ଟିଆନ ସମାଜରେ ଆଦର ନାହିଁ, ସମ୍ମାନ ନାହିଁ। ଆଜି ଦିନ ମାନଙ୍କରେ ପ୍ରିୟ ଭାଇ ଭଉଣୀ ମାନେ ମୁଁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୃଥିବୀରେ କାହିଁକି ଆସିଲେ? ପାପ କର, ମଦ ପିଅ, ଜୁଆ କର, ନରହତ୍ୟା କର, ଏହା କହିବା ପାଇଁ ସେ ଆସିନଥିଲେ। ବ୍ୟଭିଚାର ପୃଥକ ହୁଅ, ପାପରୁ ପୃଥକ ହୁଅ, ମନ ପରିବର୍ତ୍ତନ କର, ଫେରି ଆସ, କାରଣ ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ, ଏହା କହିବା ପାଇଁ ସେ ଏହି ପୃଥିବୀ ପୃଷ୍ଠକୁ ସେ ଆସିଥିଲେ। ପ୍ରିୟ ଭାଇ ଭଉଣୀ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ବାପ୍ତିଜିକ ଯୋହନଙ୍କୁ ହେରୋଦଙ୍କ ପରିବାର ରାଗିବାର କାରଣ କଣ? କାରଣ ବାପ୍ତିଜିକ ଯୋହନ ହେରୋଦଙ୍କର କିଛି କ୍ଷତି କରିନଥିଲେ, ତାଙ୍କର ସମ୍ପତ୍ତିକୁ ସେ ଲୋଭ କରିନଥିଲେ, ତାଙ୍କର ଜମିକୁ ସେ ଅକିପାଇ କରିନଥିଲେ, କୌଣସି ବିଷୟ ତାଙ୍କର କ୍ଷତି କରିନଥିଲେ। ମାତ୍ର ସେ ଗୋଟେ ବିଷୟ କହିଲେ ଯେ ତୁମେ ଆପଣ ଭାଇର ଭାର୍ଯ୍ୟାକୁ ରଖିବା ଏହା ବିଧି ସଙ୍ଗତ ନୁହେଁ, ତୁମେ ସେଠିରୁ ମନ ପରିବର୍ତ୍ତନ କର, ତୁମେ ନର୍କକୁ ପଳାଇବ। ଏଇ ପ୍ରକାର କଥା କହିବାରୁ ହେରୋଦ ଆଉ ତାଙ୍କର ସ୍ତ୍ରୀ ରାଗିଗଲେ, ତାଙ୍କୁ ରାଗିଗଲେ, ଗ୍ରହଣ କଲେ ନାହିଁ, ଆଉ ଜେଲରେ ତାଙ୍କର ମସ୍ତକକୁ କଣ କଲେ, ଛେଦନ କରିଦେଲେ। ଲୋକ ପଠାଇ ସେମାନେ ଖଡ୍ଗରେ ଯୋହନଙ୍କର ମସ୍ତକକୁ କାଟିଦେଲେ। ପ୍ରିୟ ଭାଇ ଭଉଣୀ ମାନେ ମୁଁ କହିବା ପାଇଁ ଚାହେଁ, ଆଜି ଦିନ ମାନଙ୍କରେ ଖ୍ରୀଷ୍ଟିଆନ ସମାଜରେ ବିଭିନ୍ନ ବାଇବେଲ ପରିବର୍ତ୍ତେ ବିଭିନ୍ନ ବିଷୟ ଗୁଡିକ ଘଟୁଛି, ଯାହାକି ବାଇବେଲ ବିଧି ସଙ୍ଗତ ନୁହେଁ, ବାଇବେଲ ସହମତ ନୁହେଁ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଆମେ କାହାକୁ ପସନ୍ଦ କରୁଛୁ? ବାଇବେଲର ପରମେଶ୍ୱରଙ୍କୁ ନା ଯେଉଁମାନେ ବାଇବେଲ ବିରୋଧରେ କଥା କୁହନ୍ତି ସେ ବକ୍ତା ମାନଙ୍କୁ? ଆମେ ବାଇବେଲ ଭିତ୍ତିକ ପ୍ରଭୁଙ୍କ ଦାସ ମାନଙ୍କୁ ଆମେ ଗ୍ରହଣ କରୁଛୁ ନା ଅନ୍ୟ କାହାକୁ ଗ୍ରହଣ କରୁଛୁ? ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ଏହି ପ୍ରକାର ବିଶ୍ୱାସୀ ମାନଙ୍କର ଆମେ ପୃଥକ ହେବା। ଯେଉଁ ପ୍ରଭୁଙ୍କ ଦାସ ମାନେ ଅନୁତାପର ଶିକ୍ଷା ଦେଉଛନ୍ତି, ପରିବର୍ତ୍ତନ ହେବାର ପରାମର୍ଶ ଦେଉଛନ୍ତି, ଆମେ ସେମାନଙ୍କର ଠାରୁ ଆମେ ଶିଖିବା। ଆମେ କୌଣସି ବକ୍ତା ପରି, କୌଣସି ମନୁଷ୍ୟ ପରି ହେବା ନାହିଁ, କୌଣସି ଜ୍ଞାନୀ ପରି ହେବା ନାହିଁ, ଆମେ ଯୀଶୁଙ୍କ ପରି ହେବା। ଏହା ବାଇବେଲ ଆମକୁ କହେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।